ମନ୍ତ୍ରଟା ବି ଟିକେ ଗାଇବି। ଓ ଦାରୁସୁତା ଭାଇ ବନ୍ଧୁ ଯାହା ପାଇ ଏତେ କାନ୍ଦୁ, ଦାରୁସୁତା ଭାଇ ବନ୍ଧୁ ଯାହା ପାଇ ଏତେ କାନ୍ଦୁ, ସ୍ୱାର୍ଥରେ ଲାଗିଲେ ବାଧା ନୁହେଁ ବେକେ ଆପଣର, ଅଜଣା ରାଇ ଯେ ଯିବୁ ଛାଡ଼ି ଭାବ କାରବାର, ଛାଡ଼ି ଭାବ କାରବାର। ଧନ୍ୟବାଦ। ତିନି ଜଣ ଗାବୁଥିବେ ଏଠି, ଠିକ ଅଛି। ଆଉ ନାହିଁ କିନ୍ତୁ ସବୁବେଳେ ଅଛି ବାବୁ। ଆଉ ଜଣେ ମୁଁ, ଆଉ ଜଣେ ଆମ ସରୋଜ ସିଂ, ସେ ଆସିକି ତାଙ୍କୁ କହିଲେ ଆସିବି। ଆମମାନଙ୍କ ଭିତରେ ତ ବହୁତ ବନ୍ଧୁତା ଥିଲା, ଗୀତ ପାଇଁ, ସିନେମା ପାଇଁ, ଅନ୍ୟାନ୍ୟ ଜିନିଷ। କିନ୍ତୁ ଗୋଟେ କଥା ଯୋଉଟା ଅସିତ ବି ଏଣ୍ଡୋର୍ସ କରିବ ଯେ ଆମର କଟକରେ ଓଡ଼ିଆ ଭାଷାରେ ଯେଉଁ ବିଭିନ୍ନ ଶବ୍ଦ ଅଛି ତାର ଗୋଟେ ପୁରା ତାଲିକା କେବଳ ସ୍ୱରୂପ ଦେଇପାରୁଛି। ଗୋଟେ ସମୟରେ ଆମର ଇଚ୍ଛା ଥିଲା, ଯୋଉଟା ପୁରା ହେଇପାରିଲାନି, ଆହୁରି ଅନେକ ଇଚ୍ଛା କଲି ଯେ ଆମେ ଗୋଟେ ଲେକ୍ସିକନ୍ ତିଆରି କରିବା କଟକି ଓଡ଼ିଆ ଶବ୍ଦ, ଯୋଉଟାକୁ ଆମେ ବେଳେବେଳେ ଖୋଲଟି କହୁ। କାରଣ ଆମମାନଙ୍କର ଭାଷା ଇଜ୍ ଡିଲାଇଟଫୁଲି ଫ୍ରି ଅଫ୍ ସାଂସ୍କ୍ରିଟ। ମାନେ ତାର ବହୁତ ଏକ୍ସାମ୍ପଲ ଅଛି, ଯେମିତି ଆମର ପାଣି ଅଛି, ବାଲି ଅଛି, ଏସବୁ ଅନ୍ୟ ଜାଗାରେ ନାହିଁ। ପାଣିରେ ଯେମିତି କେବଳ ପଞ୍ଜାବୀ ଭାଷାରେ ପାଣି ଥିବ, ହଁ, ତ ଏମିତି ସେ ଭାଷାକୁ ଆମେ ଖୋଲଟି କହୁ। ଏଠି କିଛି ଉର୍ଦ୍ଦୁ ଭାଷା ମିଶି ଯାଇଥାଏ, କିଛି ଫରାସୀ ଭାଷା ମିଶି ଯାଇଥାଏ, କିଛି ମରାଠା ଭାଷା ମିଶି ଯାଇଥାଏ। ସବୁ ମିଶିକି ଯେଉଁ ରକମର ଭାଷା ଅଛି ସେଟା ଆମକୁ ବହୁତ ଷ୍ଟ୍ରେଂଥ ଦିଏ, ଗୋଟେ ଆଇଡେଣ୍ଟିଟି ଦିଏ କଟକି ଓଡ଼ିଆ ଭାଷା। ତ ତାର ଗୋଟେ ଲେକ୍ସିକାଲ ତିଆରି କରିବା ପାଇଁ ଆମମାନଙ୍କର ବହୁତ ଇଚ୍ଛା ଥିଲା। ଆମେ କିଛି ଏକାଠି କରିଥିଲୁ, ଥରଟେ ବସିଥିଲୁ, କିନ୍ତୁ ଯଦି ସୁଯୋଗ ମିଳିଥାନ୍ତା ତାହେଲେ ଏଟା ବଢ଼ିକି ଗୋଟେ ପୂର୍ଣ୍ଣାଙ୍ଗ କିଛି ହେଇପାରିଥାନ୍ତା। ମୁଁ ଭାବୁଛି ଏଟାକୁ ଅସିତ ଚାହିଁଲେ ପର୍ସ୍ୟୁ କରିପାରିବ। ଆଉ କିଛି ଲୋକ ଯେଉଁମାନେ ଗୀତ ଓ ଭାଷା ସମ୍ପର୍କରେ ଅଛନ୍ତି, ଯେମିତି ପ୍ରେମାନନ୍ଦ ଅଛି, ନିଜେ ବି ଲେଖୁଛି। ଭାଷା ତ ବହୁତ ଅଛି, କିନ୍ତୁ ମୁଁ ଖାଲି କହୁଛି ଯେଉଁ କଟକି ଭାଷାର ଯେଉଁ ସ୍ପେଶିଆଲିଟି ଅଛି ତାକୁ ଗୋଟେ ଜାଗାରେ ଏକାଠି ରଖିବା ପାଇଁ ସେଇଟା ଏଇ ବାବୁର ଆଇଡ଼ିଆ ଥିଲା। ତାକୁ ବହୁତ ଢଙ୍ଗରେ ଆମେ ମନେ ପକାଉଛୁ। ଆମ କଟକ ତ ଗୋଟେ ଏମିତି ସହର ଯେଉଁଠି ମଲା ଲୋକ ବି ମରନ୍ତି, ମାନେ ସବୁବେଳେ ଆମ ସାଙ୍ଗରେ ଥାନ୍ତି। ମତଲବ ସେ ବି ଅଛି, ତା ଗୀତ ଅଛି, ତ ତାକୁ ତ ଆଉ ଶ୍ରଦ୍ଧାଞ୍ଜଳି କ'ଣ ଜଣେଇବି, ତାକୁ ଦେଖିଲା ମାତ୍ରେ ତ ସେଇ ସମ୍ପର୍କ ଆମ ଭିତରେ ରହିଛି, ଆଉ ରହିବ। ଧନ୍ୟବାଦ। କଣ୍ଠଶିଳ୍ପୀ ସଞ୍ଜୁ ମହାନ୍ତି, ये जो आयोजन इत्यादि देखिले उभयଙ୍କର ବହୁତ ଅବଦାନ ଅଛି। ସେ ଯେଉଁ ଏଡିଟିଂ ଭିଡ଼ିଓ धन्यवाद।
ତାଙ୍କୁ ରବାଇ ଡାକେ, ସେ ମୋତେ ବାପୁ ଭାଇ ଡାକନ୍ତି। ତାଙ୍କୁ ମୁଁ ଖାଲି ଗୋଟେ କାର୍ଡ଼ ପଠେଇଥିଲି, ସେ ମୋତେ ତଳେ ଲେଖି ଦେଇଥିଲା ମୁଁ ନିଶ୍ଚୟ ଯିବି। କିନ୍ତୁ ଏଠିକି ଆସି ଜାଣନ୍ତି ତାଙ୍କ ବଡ଼ ଝିଅ ତାଙ୍କୁ ବହୁତ ଭଲ ଭାବରେ ଜାଣିଛି। ଯାହା ହଉ ଏଠି ଦେବାଶିଷ ଭାଇ ଅଛନ୍ତି। ଡକ୍ଟର ଦ୍ୱିବେଦୀ ମୋତେ ମନା କରିଥିଲେ, ବାପୁ ମୁଁ ଆଜି ଯିବିନି, ଯାଇପାରିବିନି, କିନ୍ତୁ ସିଏ ବି ଆଜି ଏଠି ଉପସ୍ଥିତ ଅଛନ୍ତି। ଯାହା ହଉ ସମସ୍ତେ ଜଷ୍ଟିସ୍ ବିମଲ ଦାସ ବି ଉପସ୍ଥିତ ଅଛନ୍ତି। ଦିନେ ସ୍ୱରୂପ ଭାଇ କହିଲେ, ବିଜୁ ତୋର ଗୋଟେ କମ୍ପୋଜିସନ୍ ମୋର ଗାଇବାକୁ ଇଚ୍ଛା। ମୁଁ କହିଲି ଗାଇବେ ନା ଆଜ୍ଞା, ଠିକ୍ ଅଛି। ମୁଁ ନିଜାମ ଭାଇକୁ କହିଲି, ନିଜାମ ଭାଇ ଲେଖିଥିଲେ ଗୀତ, କିନ୍ତୁ ସାର୍ ଯେଉଁ କହୁଥିଲା ଆଉ ଏଇ କଟକି ଯେଉଁ ଭାଷାର ଯେଉଁ ଭେଣ୍ଡର କହିଲେ ସ୍ୱରୂପ ଭାଇ, ସିଏ ଯାହା ଲେଖିଲେ ସ୍ୱରୂପ ଭାଇ ତା ଦେହରେ ଟିକେ ଚେଞ୍ଜ କରିଲେ କଟକି ଷ୍ଟାଇଲରେ। ଯେଉଁ ସେଇ ମାନେ ଦୁଇ ଜଣ ଫିଲ୍ମ ଦେଖିବାକୁ କଥାବାର୍ତ୍ତା ହେଉଛନ୍ତି, ତାଙ୍କର ମାନେ ମାଇଛା ଦୁଇ ଜଣ, ତାଙ୍କର ବି ଗୀତ ହେଇଥିଲା। ଶ୍ରୀକାନ୍ତ ଭାଇ ସାଙ୍ଗରେ ସ୍ୱରୂପ ଭାଇ ଗାଇଥିଲେ। ଦୁଇ ଲାଇନ୍ ଥିଲା, ଏ ପବନା ରାତିରେ ନାଟ ହବ ଆସିବୁ କିନା। ଏଇଟା ନିଜ ଆମେ ଲେଖିଥିଲେ, ସ୍ୱରୂପ ଭାଇ ଲେଖେ, ଏ ପବନା ରାତିରେ ଲାଟ ହବ ଆସିବୁ କୁନା। ଆଜି ମତେ ଯାଚ ନାହିଁ ବଇନା, ନାଇଟି ସଜିବି ଗ୍ରାଣ୍ଡ ସିନେମା। ଏ ପବନା ରାତିରେ ଲାଟ ହବ ଆସିବୁ କିନା। ମହୋଦୟ ଦେବଦାସ ଭାଇ ବି ବହୁତ କମ୍ ଜାଗାକୁ ଯାଇପାରୁଛନ୍ତି ଆଜିକାଲି। ସିଏ ବି ଆଜି ତାଙ୍କର ପୁରୁଣା ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ପରେ ତାଙ୍କୁ ସମ୍ମାନ ଜଣାଇକି ଏଠି ଉପସ୍ଥିତ ଅଛନ୍ତି, ସେଥିପାଇଁ ମୁଁ କୃତଜ୍ଞ। ଆଉ ଅସିତ ଭାଇଙ୍କ କଥା ତ ଆମର ମୂଳରୁ ଚାଲିଥିଲା, ତାଙ୍କ କଥା କେହି ବହୁତ କୁହନ୍ତିନି, ଏମିତି ଦରକାର ବି ପଡ଼େନି, କାହିଁକିନା ସେ ସେଇ ରେଞ୍ଜର। ଅସିତ ଭାଇ ବି ଭୁବନେଶ୍ୱରରୁ ନିଜେ ଗୋଟେ ଗାଡ଼ି କରିକି ଆସିଛନ୍ତି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୁଁ ଯେଉଁମାନଙ୍କୁ ଡାକିଛି ଅନ୍ତତଃ ପକ୍ଷେ 90% ଲୋକ ସମସ୍ତେ ଆସିଛନ୍ତି। ଆଚ୍ଛା ଆପଣ କ୍ଷୀର ଦିଅ ମୋତେ ସେଇ କଥା ନା, ସିଏ କହିଲେ ଯେଉଁମାନଙ୍କୁ ମୁଁ ଡାକୁଛି ଲିଷ୍ଟ ଦେଇ ଦେଉଛି, ତମେ ତମ ଲୋକଙ୍କୁ ଡାକିବ। ତେଣୁ ବହୁତ ହୁଏ ସେଇ କ୍ରମରେ କିଛି ଭୁଲ ହେଇଯାଇଛି, ସେମିତି ଭୁଲ ହବନି। ସମସ୍ତେ ଏଠି ସଙ୍ଗୀତ ଜଗତର ଦିଗ୍ଗଜ କଳାକାରମାନେ ବସିଛନ୍ତି। ମୁଁ ଏ କାର୍ଯ୍ୟକ୍ରମ ଏଠି ବନ୍ଦ କରାହେଉଛି, ଶେଷ କରାହେଉଛି। ଧନ୍ୟବାଦ ଦେବା ପୂର୍ବରୁ ଟିକେ ଅନୁରୋଧ କରିବି।